କେଜାଣି ମୋ ସାଙ୍ଗରେ କ'ଣ ହେଉଛି। ଏଇ ଗୋଟେ ସପ୍ତାହ ଭିତରେ ମୋର ଦୁଇଟା ହାର ଛିଣ୍ଡିଗଲା। ଫାଷ୍ଟ ତ ମୋର ଏଇ ଗୋଲ୍ଡ ଚେନ୍ଟା ଛିଣ୍ଡି ଯାଇଥିଲା। ତାପରେ ଆଜି ପୁଣି ଶୋଇଥିଲି, ଉଠିକି ଦେଖେ ତ ମୋ ବେଡ଼୍ରେ ମୋର ଏଇ ରୁଦ୍ରାକ୍ଷ ହାରଟା ଛିଣ୍ଡିକି ପଡ଼ିଛି। ମୋ ମନଟା ସତରେ ଭାରି ଦୁଃଖ ହେଇଗଲା କି ଆରେ ଭାଇ, ଇଏ କ'ଣ ହେଉଛି ମୋ ସହିତ। ଦୁଃଖ ତ ଲାଗୁଛି, ହେଲେ କ'ଣ ବା କରିହେବ, ୟାକୁ ରିପେୟାର ହିଁ କରିହେବ, ଆଉ କିଛି ବି ନୁହଁ। ଯାହା ହେବା କଥା ତ ହେଇଯାଇଛି। ତ ଏବେ କ'ଣ କରିବି ମୁଁ ନା, ଏବେ ମୁଁ ଯିବି ଜୁଏଲାରୀ ସପ୍, କାହିଁକି ନା ୟାକୁ ଠିକ୍ କରିବାର ଅଛି। ତ ମୁଁ ଯାଇ ଆସି ପହଞ୍ଚିଗଲି ଜୁଏଲାରୀ ସପ୍ରେ। ସେଠି ପହଞ୍ଚିଲା ପରେ ସେ ଭାଇ ଜଣଙ୍କ ଆମକୁ ନେଇଗଲେ ରିପେୟାରିଂ ଜାଗାକୁ, ମାନେ ଯେଉଁଠି ରିପେୟାର କରାଯାଏ। ସେଠି ପହଞ୍ଚିଲା ପରେ ସେ ଭାଇ ମୋର ଗୋଲ୍ଡ ଆଉ ମୋର ଯେଉଁ ସିଲଭର ଚେନ୍ଟାକୁ ଠିକ୍ କରିବାରେ ଲାଗି ପଡ଼ିଲେ। ତ 20 ମିନିଟ୍ ପାଖାପାଖି ବସିଲା ପରେ ଫାଇନାଲି ଏଇଠି ମୋର ଦୁଇଟା ଯାକ ଚେନ୍ ଠିକ୍ ହେଇଗଲା। ଗୋଟେ ଚେନ୍କୁ ମୁଁ ପିନ୍ଧି ପକେଇଲି। ଏବେ ଟିକେ ମୋତେ ରିଲାକ୍ସ ଫିଲ୍ ହେଲା। ତ ସେଇ ଖୁସିରେ ମୁଁ ପହଞ୍ଚି ଯାଇଥିଲି ଗୁପଚୁପ୍ ଖାଇବା ପାଇଁ ମହେଶ୍ୱର ଭାଇଙ୍କ ଗୁପଚୁପ୍ ଦୋକାନରେ। ତାପରେ ଏଠି ବଡ଼ାପାଓ ଖାଇ ମାଡ଼ି ଚାଲିଲି ଆଗକୁ।